ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ଏବଂ ପଞ୍ଚାୟତରେ ସମବାୟ ସମିତି ଘର କରୁଛନ୍ତି। କେମିତି ସୁରୁଖୁରୁରେ ଚାଷୀ ଧାନ ଦେବେ ଏବଂ ସୁରୁଖୁରୁରେ ସେମାନଙ୍କର ସୁରକ୍ଷାରେ ଧାନ ରଖିବେ। କିନ୍ତୁ ତାର ବାସ୍ତବ ଚିତ୍ର ଦେଖନ୍ତୁ, ଚାନ୍ଦପୁର ପଞ୍ଚାୟତର ଇଏ ହେଉଛି ସମବାୟ ସମିତିର ଘର, ଯାହାକି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଗ୍ରିଲଟି ଦେଖନ୍ତୁ କଳଙ୍କି ଲାଗିଲାଣି, ଘର ଭାଙ୍ଗିଗଲାଣି, କିନ୍ତୁ ତାଲାଟି ସମ୍ପୂର୍ଣ୍ଣ ନୂଆ ଅଛି। କିନ୍ତୁ ଏଥିପାଇଁ ତାଲାଟି ଯେଉଁ ସରକାରୀ ଅଧିକାରୀ ପକାଉଛନ୍ତି, ତାଙ୍କର ତ ନିଶ୍ଚିନ୍ତ ନଜର ରଖିବା ଦରକାର। ଏଇ ଯୋଉ ଘରଟି ଅଛି ଚାଷୀମାନଙ୍କ ପାଇଁ, ତାକୁ ସୁରକ୍ଷିତ ରଖିବା ଦରକାର ଏବଂ ପୁନରୁଦ୍ଧାର କରିବା ଦରକାର। କିନ୍ତୁ ତାର ବାସ୍ତବ ଚିତ୍ର, ଯେତେବେଳେ ଚାଷୀ ଧାନ କରୁଛନ୍ତି ଏବଂ ଅମଳ କରୁଛନ୍ତି, ପାଖ ପଞ୍ଚାୟତ ସାଆନ୍ଦା ପଞ୍ଚାୟତକୁ ସେମାନେ ତାଙ୍କର ସମବାୟ ସମିତିରେ ଧାନ ଦେଉଛନ୍ତି। ଯାହାର ବାସ୍ତବ ଚିତ୍ର ହେଉଛି, ଯୋଉ ଚାଷୀମାନେ ଧାନ ନେଉଛନ୍ତି ସେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ଦୂର ବାଟ ହେବାରୁ ସେ ସଠିକରେ ଧାନ ଦେଇ ପାରୁନାହାନ୍ତି। ଏବେ ଆପଣମାନେ ଦେଖିଥିବେ ଯେ ସାଆନ୍ଦା ପଞ୍ଚାୟତରେ ଧାନ ସମବାୟ ସମିତିରେ ଧାନ ନ ଯିବାରୁ ରାସ୍ତାରୋକ ହୋଇଥିଲା ଏବଂ ବହୁତ ବାଧାବିଘ୍ନ ପରେ ବି ଏବେ ଧାନ ଯାଉଛି। ସିଧାସଳଖ ଜଣେ ଚାଷୀ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। କଣ କହୁଛନ୍ତି ଆଜ୍ଞା, ଆପଣଙ୍କ ପରିଚୟଟା? ବିଜନ କୁମାର ବେହେରା, ଚାନ୍ଦପୁର। ଯୋଉ ଦେଖିବାକୁ ମିଳୁଛି ଏଠି ଯୋଉ ସମବାୟ ସମିତିର ଘରଟି ଅଛି, ଆଜ୍ଞା ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି, କିନ୍ତୁ ତାଲାଟି ନୂଆ ପଡୁଛି। ଆଜ୍ଞା କଣ କହିବେ? ଏ ଘର ହଉଛି ବିଗତ 40-50 ବର୍ଷର ଘର। କିଛି ଲୋକ ବି ଆକୁ ଅଧିକାର କରି ରଖିଛନ୍ତି, ତାଲା ଫାଲା ପକେଇ ଜିନିଷ ପତ୍ର ବି ରହୁଛି, ଆମେ ବି ଦେଖିବାକୁ ପାଉଛୁ। କିନ୍ତୁ ସେଟା ସେ ରଖନ୍ତୁ, ଯାହା କରନ୍ତୁ, କିନ୍ତୁ ଆମର ଦାବି, ଆମ ମଣ୍ଡି ଚାନ୍ଦପୁର ବଦଳରେ ସାଆନ୍ଦାରେ କରାହଉଛି। ବିଗତ 2 ବର୍ଷ ତଳେ ଆମ ପଞ୍ଚାୟତରେ ମଣ୍ଡି କରାଯାଇଥିଲା, କିନ୍ତୁ କୌଣସି ରାଜନୈତିକ କୂଟ ଦେଖେଇ ସେମାନେ ନେଇଗଲେ ସାଆନ୍ଦାକୁ। ସାଆନ୍ଦା ଏଠୁ ଡିଷ୍ଟାନ୍ସ 7-8 କିଲୋମିଟର ରହୁଛି, ଡିଷ୍ଟାନ୍ସ ଧାନ ନେବା ପାଇଁ। ଗାଡି ଭଡା, ଚାଷୀ ଚାଷ କରୁଛି ବହୁତ କଷ୍ଟରେ, ବହୁତ ଖର୍ଚ୍ଚ କରି କରୁଛି। ଏଠୁ ଗାଡି ଭଡା ଇଏ ସିଏ ନେଇକି ଦେଲା ବେଳକୁ ଧାନ ଆଉ ସେ କେତେ ଟଙ୍କା ଲାଭ ପାଉଛି। ଆମର ଦାବି ରହୁଛି, ଆମର ନୂତନ ଏଇ ଘରଟି ନୂତନ ଭାବେ ନିର୍ମାଣ କରାଯାଉ। ଧାନ ମଣ୍ଡି ଆମ ପଞ୍ଚାୟତର ଲୋକ ଯେତିକି ହଇରାଣ ହଉଛନ୍ତି, ଆମେ ଚାହୁଁଛୁ ଆଉ ନ ହୁଅନ୍ତୁ। ଏଇ ଆମ ପଞ୍ଚାୟତରେ ଧାନ ହିଁ ଦିଅନ୍ତୁ, ଆମେ ସାଆନ୍ଦା ଉପରେ ଡିପେଣ୍ଡ କରିପାରିବୁନି। ସେଠିକାର ଲୋକ, ସେ ସ୍ଥାନୀୟ ଲୋକ ଏକ ଧାନ ଗଦେଇକି ମନମାନି କରୁଛନ୍ତି। ଏପର୍ଯ୍ୟନ୍ତ ସୁଦ୍ଧା ଆମ ପଞ୍ଚାୟତରେ ବି 100 ପଞ୍ଜୀକରଣ ଅଛନ୍ତି, 80ରୁ 100 ଲୋକ ଅଛନ୍ତି, ତାଙ୍କ ମାନଙ୍କର ଧାନ ଲାପ୍ସ ହେବାକୁ ବସିଲାଣି। ତେଣୁକରି ଏବେ 2-3 ଦିନରେ ତଳେ ରାସ୍ତା ରୋକ ହେଇଥିଲା। ରାସ୍ତା ରୋକକୁ ଆସିଥିଲେ ଉପଜିଲ୍ଲାପାଳ ଆସିଥିଲେ, ସେ ପ୍ରତିଶ୍ରୁତି ଦେଲେ ଯାଇକି ସ୍କାନ କରିଦିଅନ୍ତୁ, ଆଖି ସ୍କାନ କରିଦିଅନ୍ତୁ, ନହେଲେ ଟୋକନ କଟିଯିବ। ଆମେ ଚାଷୀ ଯାଇକି ଆଖି ସ୍କାନ କରିଛୁ, କିନ୍ତୁ ଘରେ ଧାନ ରଖା ହେଇଛି, ଏପର୍ଯ୍ୟନ୍ତ ଧାନ ଯାଇପାରିନି। ଆମେ ଚାହୁଁଛୁ ଆମର ମଣ୍ଡି ଆମ ପଞ୍ଚାୟତରେ କରାଯାଉ। ଆମ ପଞ୍ଚାୟତର ଦେଖିବାକୁ ଗଲେ ତ ଆପଣ କହୁଛନ୍ତି ଯେ ବର୍ତ୍ତମାନ ଆମର ଲୋକଙ୍କ ସରକାର ଅଛନ୍ତି, ଲୋକଙ୍କର ଆମର ଯିଏ ପାଖରେ ଅଛନ୍ତି, ଲୋକଙ୍କର ବିଧାୟକ ଅଛନ୍ତି, ଆଜ୍ଞା ସେ ଚାହିଁଲେ ହେଇପାରିବ। ଆଜ୍ଞା ସେ ଯୋଉ କହୁଥିଲେ ଯେ ପୂର୍ବରୁ ଏ ବନ୍ଦ ହେଇଛି, ଯେ ପୂର୍ବ ବିଜେଡି ସରକାର ଥିଲା, ଆଜ୍ଞା ଯୋଉ କୃଷକ ଗୋଷ୍ଠୀ ଥିଲେ, ସେମାନେ ବନ୍ଦ କରିଛନ୍ତି ବୋଲି ଭାବୁଛନ୍ତି କି କିଛି? ନାଇଁ, ବିଜେଡି ଶାସନରେ ତ ସେ କିଛି କାର୍ଯ୍ୟକାରୀ ହେଇନି। ବିଜେଡି ଶାସନ ଲୋକ ବି ଏଠି କରାହେଇଥିଲା ମଣ୍ଡି, ବିଜେଡି ଶାସନ ଥିବାବେଳେ ମଣ୍ଡି କରାହେଇଥିଲା, କିନ୍ତୁ ତା ପରବର୍ତ୍ତୀ ମୁହୂର୍ତ୍ତରେ ବି ସାଆନ୍ଦାକୁ ଉଠେଇ ନେଇଥିଲେ ମଣ୍ଡି, ଏଠି କରିପାରିଲେନି ମଣ୍ଡି ଆଉ। ବର୍ତ୍ତମାନ କଣ ଦାବି ରଖୁଛନ୍ତି, ଯାହାକି ଦେଖନ୍ତୁ ଘର ଅଛି, ଜାଗା ଅଛି, କିନ୍ତୁ ଏଠି ମଣ୍ଡି ହେଇପାରୁନି, କାହାର ଭୁଲ ବୋଲି ଭାବୁଛନ୍ତି? ପ୍ରଶାସନର ଭୁଲ, ପ୍ରଶାସନର ଦୃଷ୍ଟି ପଡୁନି ଦୃଷ୍ଟି ଆକର୍ଷଣ ହଉନି। ଆମେ ସରକାରଙ୍କ ପାଖରେ ଏତିକି ଦାବି ରଖୁଛୁ, ଆମର ମଣ୍ଡି ଏଠି ହଉ, ଏ ଘରକୁ ପୁନର୍ନିର୍ମାଣ କରାଯାଉ, ଆମ ପଞ୍ଚାୟତବାସୀ ଚାଷୀ ସବୁ ଉପକାର ପାଇବେ। ଏଟା ଆଉ ହୀନସ୍ତା ହଇରାଣ ହେବେନି ଆଉ। ଯଦି ଏଠିକାର ମଣ୍ଡି ହେବେ, ଆମ ଲୋକ ଆଉ ହଇରାଣ ହେବେନି। ଦେଖନ୍ତୁ ସେ ତାଙ୍କର ମତ ପ୍ରକାଶ। ଆଉ ଜଣେ ଚାଷୀ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା, ଆପଣ ବି ଜଣେ ଚାଷୀ। ଚାନ୍ଦିପୁର ପଞ୍ଚାୟତ କହିବାକୁ ଗଲେ ଚାଷୀ କୂଳ ଢେଙ୍କାନାଳ ଜିଲ୍ଲାରେ ଶୁଣିବାକୁ ମିଳେ ଯେ ଚାନ୍ଦିପୁର ପଞ୍ଚାୟତ ଚାଷୀ। ଚାନ୍ଦିପୁରର ଖୈରପୋଷି ଗାଁ ହଉ, ବତାସିଂ ଗାଁ ହଉ, ଚାନ୍ଦିପୁର ଗାଁ ହଉ, ସବୁ ଚାଷୀ କୂଳ ପରିବାର ସବୁ। କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ପରିବା କଥା କୁହନ୍ତୁ, ଧାନ କଥା କୁହନ୍ତୁ, ସବୁ କୁହନ୍ତୁ, କିନ୍ତୁ ଏଠି ଘରଟି ଅଛି, ସମବାୟ ସମିତିର ଘର ଅଛି, କିନ୍ତୁ ତାର ପରିତ୍ୟକ୍ତ ଅବସ୍ଥାରେ। ଏଥିରେ କାହାର ଭୁଲ ବୋଲି କଣ ଭାବୁଛନ୍ତି? ମୋ ନାଁ କେଦାର ସାହୁ, ଘର ଚାନ୍ଦପୁର। ଏଠି ହଉଛି ପ୍ରଶାସନ ହଉଛି ଏଠି ଦାୟୀ। ପ୍ରଶାସନ ଯଦି ଚାହିଁବ ଘରଟି ଆମର ହେଇପାରିବ। ଚାଷୀ ଆମର ଏଠି ବହୁତ ଚାଷୀ ଅଛନ୍ତି, ଏଠି ଚାନ୍ଦପୁର ଅଛନ୍ତି, ଖରିପୋଷି ଅଛନ୍ତି, ବେକାଡ଼ିଆ ଅଛନ୍ତି, ବତାସିଂ ଅଛନ୍ତି, ସୋରତାଳି ଅଛନ୍ତି, ତୁଳସୀବସୀ ମଧ୍ୟ ବି ଅଛନ୍ତି। ଏଇ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି। ଆମର ଯଦି ଏଠି ଧାନ ମଣ୍ଡିଟି ହେଇଯାଆନ୍ତା, ତାହେଲେ ଆମେ ବହୁତ ଉପକୃତ ପାଆନ୍ତୁ। ଦେଖନ୍ତୁ, ଦେଖିବା ଯୋଉ ଘରଟି ଅଛି, ତାଲାଟି ପଡୁଛି, ଆଜ୍ଞା ବୁଝୁଛନ୍ତି, ତାଲା ପଡୁଛି। ଏଠି ଯୋଉ ଅଛନ୍ତି ପ୍ରଶାସନିକ ଅଧିକାରୀ ଅଛନ୍ତି, ପ୍ରଶାସନିକ ଅଧିକାରୀଙ୍କର ନଜର ପଡୁନି, ଏକ କଥା। ଦୁଇ କଥା ହେଲା, ସରକାରୀ ଜିନିଷକୁ ଏମିତି ଯେମିତି କୁହନ୍ତିନି, ସରକାରୀ ଜିନିଷ ବାଟମାରଣା ହଉଛି, ଏଇଟା ସେଇଆ ହଉଛନ୍ତି ବୋଲି ଭାବୁଛନ୍ତି? ବୋଧେ ଆମେ ଭାବୁଛୁ ବାଟମାଳ କିଛି ହେଇଥାଇପାରେ, କାରଣ ଏପର୍ଯ୍ୟନ୍ତ ଘରଟି ହେଇପାରୁନି, ମାନେ ଆଉ କଣ, ଘରଟି ପଡ଼ି ରହୁଛି ନା। ବର୍ତ୍ତମାନ ସରକାରଙ୍କ ନିକଟରେ କଣ ଦାବି କରୁଛି? ସରକାର ଆମ ଘରଟିକୁ ଆମକୁ ଦେଲେ ଆମେ ବହୁତ ଉପକୃତ ପାଇଛୁ। ମଣ୍ଡିଟି ହେଲେ ସୁବିଧା ମଣ୍ଡିଟେ ହେଲେ ସୁବିଧାରେ ଆମେ ରଖିପାରିବୁ, ଧାନ ଫାନ ସବୁ ରଖିପାରିବୁ, ଆମେ ଆଉ ସାଆନ୍ଦା ଯାଇ ହୁଅନ୍ତୁନି।
ଏଇଠି ଆମର ହେଲେ ଆମେ ଉପକୃତ ହେଇପାରନ୍ତୁ। ଦେଖନ୍ତୁ ସେ ତାଙ୍କର ଚାଷୀ ଯାହା ମତ ପ୍ରକାଶ କରୁଥିଲେ, ଯାହା କହିବାକୁ ଗଲେ ସରକାରୀ କା ମାଲ ଦରିଆ ମେ ଡାଲ। ଯଦି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯଦି ପ୍ରଶାସନିକ ଅଧିକାରୀ ଏଥିପ୍ରତି ନଜର ନ ଦେବେ ତାହେଲେ କହିବା କାହାକୁ। ଚାଷୀ କୂଳ ଯେତେବେଳେ ହତାଶ ହେଉଛନ୍ତି ଏବଂ ଚାଷୀ ଯାଇକିରି ପାଖ ପଡୋଶୀ କି ଧାନ ନେଉଛନ୍ତି ହଇରାଣ ହେଇକିରି, ତାହେଲେ ଆମେ କହିବା କାହାକୁ। ଢେଙ୍କାନାଳ କାମାକ୍ଷାନଗରରୁ ଫଣୀଭୂଷଣ ମହାକୁଡ଼, ବଡ଼ ଖବର।